ଆମେରିକା ଓ ଇରାନ ମଧ୍ୟରେ ପୁଣି ଉତ୍ତେଜନା ତେଜିଲା। ଦୁଇ ରାଷ୍ଟ୍ର ମଧ୍ୟରେ ପୁଣି ଟକରାଟକରି। ଟ୍ରମ୍ପ କହିଲେ 3 ଦିନ ମଧ୍ୟରେ ଯୁଦ୍ଧ ସମାପ୍ତ ନ କଲେ ତେଲ ପାଇପଲାଇନ୍ ବିସ୍ଫୋରଣ କରିଦେବୁ ଇରାନର। ତାର ପ୍ରତି ଉତ୍ତରରେ 4 ଗୁଣା ଜବାବ ଦେବୁ ଇରାନ କହିଲା। ଆମେରିକାକୁ ଇରାନର ପ୍ରସ୍ତାବ, ଯୁଦ୍ଧ ବନ୍ଦ କର, ହରମୁଜ ଖୋଲ, ପରେ ପରମାଣୁ ଆଲୋଚନା। ଆମେରିକା କହିଲା ଆମ ହାତରେ ଚାବି। ଇରାନର ବିଦେଶ ମନ୍ତ୍ରୀ ପୁତିନଙ୍କୁ ଭେଟିଲେ। ପୁତିନ କହିଲେ ଇରାନର ସ୍ୱାର୍ଥ, ରୁଷର ଖୋଲା ସମର୍ଥନ। ଟୋଗୋ ରାସାୟନିକ ଜାହାଜ ଉପରେ ଇରାନର ଆକ୍ରମଣ, 12 ଭାରତୀୟ କର୍ମଚାରୀ ଥିଲେ। ଏସବୁ ବିଷୟରେ ଜାଣିବା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ଆସନ୍ତୁ ଜାଣିବା। ମଧ୍ୟପ୍ରାଚ୍ୟ ଉତ୍ତେଜନା ତେଜିଲା, ପୁଣି ଟକରାଟକରି। 3 ଦିନ ମଧ୍ୟରେ ଯୁଦ୍ଧ ସମାପ୍ତ ନ କଲେ ତେଲ ପାଇପଲାଇନ୍ ବିସ୍ଫୋରଣ କରିବୁ, ଟ୍ରମ୍ପ କହିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନୂଆ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି ରାଜି ହେବା ଲାଗି ଇରାନ ପାଖରେ ଆଉ କେବଳ 3 ଦିନ ସମୟ ଅଛି, ନଚେତ୍ ଏହାର ତେଲ ପାଇପଲାଇନ୍ ଗୁଡ଼ିକ ବିସ୍ଫୋରଣ ହେବ। ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯଦି ଇରାନ ତେଲ ରପ୍ତାନି ଜାରି ରଖିବାର ବିଫଳ ହୁଏ ତେବେ ପାଇପଲାଇନ୍ ଗୁଡ଼ିକ ଯାନ୍ତ୍ରିକ ଓ ପ୍ରାକୃତିକ କାରଣ ଯୋଗୁଁ କ୍ଷତିଗ୍ରସ୍ତ ହେବ। ପାଇପଲାଇନ୍ ଫାଟିଗଲେ ଇରାନ ଏହାକୁ ମୂଳ କ୍ଷମତା ପୁନର୍ନିର୍ମାଣ କରିପାରିବ ନାହିଁ। ଏହା କେବଳ ପୂର୍ବ ଉତ୍ପାଦନ କ୍ଷମତା 50%ରେ କାର୍ଯ୍ୟ କରିପାରିବ। ଟ୍ରମ୍ପ କହିଛନ୍ତି ସେମାନେ କଥାବାର୍ତ୍ତା କରିବାକୁ ଚାହାନ୍ତି ତେବେ ସେମାନେ ଆମ ପାଖକୁ ଆସିପାରିବେ କିମ୍ବା ଆମକୁ କଲ୍ କରିପାରିବେ। ଟ୍ରମ୍ପଙ୍କ ସଦ୍ୟତମ ଧମକ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଚି ଇସଲାମାବାଦରୁ ଫେରିବା ପରେ ଆସିଛି, ଯେଉଁଠାରେ ସେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କୁ ସାକ୍ଷାତ କରିଥିଲେ। ଟ୍ରମ୍ପଙ୍କ ଏହି କଥାକୁ ଜବାବ ଦେବାକୁ ଯାଇ ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେରିକା ଯଦି ଆମ ପାଇପଲାଇନ୍ର କିଛି ବି କ୍ଷତି କରେ ଆମେ ତାହାର 4 ଗୁଣା ଜବାବ ଦେବୁ। ଯଦି ଇରାନର ଭିତ୍ତିଭୂମି ଓ ତୈଳକୂପ ଉପରେ ଆକ୍ରମଣ ହୁଏ ତେବେ ଇରାନ 4 ଗୁଣା ଭୟଙ୍କର ଆକ୍ରମଣ କରି ଜବାବ ଦେବ। ଆମ ଗଣିତ ଅଲଗା, ଗୋଟିଏ ତୈଳକୂପର ଜବାବ 4ଟି ତୈଳକୂପ ଉପରେ ଆକ୍ରମଣ କରି ଦିଆଯିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ଆମେରିକାକୁ ଇରାନର ପ୍ରସ୍ତାବ, ଯୁଦ୍ଧ ବନ୍ଦ କର, ହରମୁଜ ଖୋଲ, ପରେ ପରମାଣୁ ଆଲୋଚନା। ଆମେରିକା କହିଲା ଆମ ହାତରେ ଚାବି। ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନାକୁ ନେଇ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରି ସମୟରେ ଇରାନ ପାକିସ୍ତାନ ମାଧ୍ୟମରେ ଆମେରିକାକୁ ପ୍ରଥମେ ଯୁଦ୍ଧ ବନ୍ଦ, ତାପରେ ହରମୁଜ ପ୍ରଣାଳୀ ଖୋଲିବା ଓ ଶେଷରେ ପରମାଣୁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି। ରୁଷର ରାଷ୍ଟ୍ରପତିଙ୍କୁ ଭେଟିଲେ ଇରାନର ବୈଦେଶିକ ମନ୍ତ୍ରୀ। ଇରାନର ସ୍ୱାର୍ଥକୁ ରୁଷର ଖୋଲା ସମର୍ଥନ। ମଧ୍ୟପ୍ରାଚ୍ୟରେ ଆମେରିକା ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଇରାନ ବିଦେଶ ମନ୍ତ୍ରୀ ଆବାସ ଆରାଘାଚି ରୁଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ଏହି ଅବସରରେ ପୁତିନ ଇରାନ ପ୍ରତି ଖୋଲା ସମର୍ଥନ ପ୍ରକାଶ କରିଛନ୍ତି। ସୋମବାର ପୁତିନ କହିଛନ୍ତି ଯେ ରୁଷ ଇରାନର ସ୍ୱାର୍ଥକୁ ସମର୍ଥନ କରିବ ଏବଂ ପଶ୍ଚିମ ଏସିଆର ଶାନ୍ତି ଫେରାଇ ଆଣିବା ପାଇଁ ଯାହା ସମ୍ଭବ ତାହା କରିବ। ପାକିସ୍ତାନ, ଓମାନ ଓ ରୁଷ ପ୍ରମୁଖ 3 ଦେଶର କୂଟନୈତିକ ଗସ୍ତରେ ଥିବା ଆରାଘାଚିଙ୍କୁ ପୁତିନ ସେଣ୍ଟ ପିଟର୍ସବର୍ଗଠାରେ ଭେଟିଥିଲେ। ଇରାନର ଏକ ଜାତୀୟ ଟିଭି ଚ୍ୟାନେଲକୁ ସୂଚନା ଦେଇ ପୁତିନ କହିଥିଲେ, ଆୟତୋଲା ଖେମିନିଙ୍କ ବାର୍ତ୍ତା ପାଇଛି। ପୁତିନ କହିଥିଲେ ଇରାନର ଜନସାଧାରଣଙ୍କ ନିଜ ସ୍ୱାଧୀନତା ଓ ସାର୍ବଭୌମତ୍ୱ ପାଇଁ ବୀରତ୍ୱର ସହ ଲଢ଼ୁଛନ୍ତି। ମସ୍କୋ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ପାଇଁ ଇରାନ ଓ ଅନ୍ୟାନ୍ୟ ଦେଶଗୁଡ଼ିକ ସମର୍ଥନ କରିବାକୁ ପ୍ରତିବଦ୍ଧ। ଆରାଘାଚି ସୋମବାର ସକାଳେ ରୁଷରେ ପହଞ୍ଚିଥିଲେ। ଆରାଘାଚି କହିଥିଲେ ଇରାନ ଓ ରୁଷ ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ନିରନ୍ତର ଭାବେ ଘନିଷ୍ଠ ପରାମର୍ଶ ଜାରି କରିଛନ୍ତି।
चैनल को सब्सक्राइब करेंगे, लाइक करेंगे, कमेंट करेंगे, नुआ आसले बेल आइकन टी बजाई देवे। जय जगन्नाथ।